ବନ୍ଧୁଗଣ, ଯେମିତି ଗଛ ଲଗାଇବ ସେହିପରି ଫଳ ଖାଇବାକୁ ପାଇବ। ସେହିପରି ଯେମିତି ମନର ଭାବ ଥିବ ସେମିତି ତୁମ ଆଚରଣ ହେବ। ବଡ଼ ବଡ଼ ବିଦ୍ୱାନ କହନ୍ତି କି ନିଜ ମନରେ ଭଗବାନ, ନିଜ ମନରେ ଶୈତାନ। ତ ଚାଲ ଭଗବାନଙ୍କୁ କେମିତି ପାଇବା ଏହି କାହାଣୀ ମାଧ୍ୟମରେ ଜାଣିବାକୁ ପାଇବା। ସେଥିପାଇଁ ଏହି ଛୋଟ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବ। ଗୋଟିଏ ଗାଁଟିଏ ଥାଏ। ସେ ଗାଁରେ ଗୋଟିଏ ଗରିବ କୃଷକଟିଏ ଥାଏ। ସେ ବହୁତ ପରିଶ୍ରମୀ, ବହୁତ ଦୟାବାନ ଏବଂ ଶାନ୍ତ ଶିଷ୍ଟ ମଧ୍ୟ। ଗାଁର ସବୁ ଲୋକ ତାକୁ ଆଦର ସମ୍ମାନ କରନ୍ତି। ସେ ସଦାସର୍ବଦା ଭଗବାନଙ୍କ ନାମ ନିଏ। କୌଣସି ବି କାର୍ଯ୍ୟ କରିବାକୁ ଗଲେ ପ୍ରଥମେ ସେ ଭଗବାନଙ୍କୁ ସ୍ମରଣ କରେ। ଦୁଃଖରେ ସୁଖରେ ସବୁବେଳେ ରାମଙ୍କ ନାମ ଘୋଷୁଥାଏ। ଗୋଟିଏ ଦିନର କଥା, ଥରେ ନାରଦ ବିଷ୍ଣୁଙ୍କ ପାଖକୁ ଗଲେ ଏବଂ ଦେଖିଲେ ଯେ ବିଷ୍ଣୁଙ୍କ ମୁହଁରେ ହସ ଏବଂ ପ୍ରସନ୍ନତା ଛାଇ ହୋଇଛି। ସେ ଦୃଶ୍ୟକୁ ଦେଖି ନାରଦ ମହର୍ଷି ବିଷ୍ଣୁଙ୍କୁ ପ୍ରଶ୍ନ କଲେ, ହେ ପ୍ରଭୁ, ଆଜି ଆପଣଙ୍କ ମୁହଁରେ ଏତେ ପ୍ରସନ୍ନ ଏବଂ ଖୁସିର କାରଣ କ'ଣ? ନାରଦର କଥା ଶୁଣି ବିଷ୍ଣୁ କହିଲେ, ଏ ପ୍ରସନ୍ନତାର ଏବଂ ଖୁସିର ମୋର ଗୋଟିଏ ପ୍ରିୟ ଭକ୍ତ ପାଇଁ। ନାରଦ ଏକଥା ଶୁଣି ଚମକି ଗଲେ ଏବଂ ଭାବିଲେ ମୋ ଠାରୁ ବଡ଼ ଭକ୍ତଟିଏ କିଏ, ଏବଂ ବିଷ୍ଣୁଙ୍କୁ କହିଲେ, ହେ ପ୍ରଭୁ, ମୋତେ ଟିକିଏ ବୁଝାଇ ଦେବ କିଏ ସେ ତମ ବଡ଼ ଭକ୍ତ? ବିଷ୍ଣୁ ସେ କଥା ଶୁଣି କହିଲେ, ମୋର ଗୋଟିଏ ଗରିବ କୃଷକ ଭକ୍ତଟିଏ ଅଛି। ସେ ସଦାସର୍ବଦା ମୋର ନାମକୁ ସ୍ମରଣ କରେ। ଦୁଃଖ ହେଉ ବା ସୁଖ, ମୁଁ ତା ଉପରେ ବହୁତ ପ୍ରସନ୍ନ ଅଛି। ନାରଦ ସେ କଥା ଶୁଣି ନିଜକୁ ସେ ଭକ୍ତଠାରୁ ଛୋଟ ଭାବିବାକୁ ଲାଗିଲେ ଏବଂ କହିଲେ, ହେ ପ୍ରଭୁ, ମୁଁ ତ ସବୁ ସମୟରେ ତମ ନାମକୁ ଧରି ଏ ସଂସାରରେ ଭ୍ରମଣ କରେ, କିନ୍ତୁ ମୋ ଉପରେ ଏତେ ପ୍ରସନ୍ନ ନ ହୋଇ ଏହି କୃଷକଟିର ଭକ୍ତିରେ ଏତେ ପ୍ରସନ୍ନ କାହିଁକି? ଶ୍ରୀ ବିଷ୍ଣୁ କହିଲେ, ପ୍ରଥମେ ତମେ ମୋର ଗୋଟିଏ କାମ କର। ତମକୁ ଗୋଟିଏ କାର୍ଯ୍ୟ ଦେଉଛି, ତାହା ସମାପ୍ତ କରିବା ପରେ ମୁଁ ତୁମକୁ ସେ ବିଷୟରେ କହିବି। ମୁଁ ତୁମକୁ ଗୋଟିଏ ଜ୍ୱଳନ୍ତା ଦୀପଟିଏ ଦେଉଛି। ସେ ଦୀପଟିକୁ ନେଇ ପୁରା ସଂସାର ଭ୍ରମଣ କରିବ, କିନ୍ତୁ ମନେ ରଖ, ସେ ଦୀପ ଯେମିତି ଲିଭିବ ନାହିଁ। ଯଦି ସେ ଦୀପଟି ଲିଭିଯାଏ ତ ତମେ ତମ କାର୍ଯ୍ୟରେ ବିଫଳ ହେବ। ସେ କଥା ଶୁଣି ନାରଦ ହଁ ଭରିଲେ ଏବଂ ଜ୍ୱଳନ୍ତା ଦୀପଟିକୁ ଧରି ବାହାରିଗଲେ ସଂସାର ଭ୍ରମଣ ପାଇଁ। ସେ ଦୀପଟିକୁ ଯତ୍ନରେ ଧରିଲେ ଏବଂ ପୁରା ସଂସାର ଭ୍ରମଣ କଲେ ଏବଂ ମନରେ ଖାଲି ଗୋଟିଏ ଚିନ୍ତା କରୁଥାନ୍ତି କି ଦୀପଟି କେମିତି ନ ଲିଭିବ। କିଛି ସମୟ ପରେ ପୁରା ସଂସାରର ଭ୍ରମଣ କରି ନାରଦ ବିଷ୍ଣୁଙ୍କ ପାଖକୁ ଆସିଲେ ଏବଂ କହିଲେ, ହେ ପ୍ରଭୁ, ଦେଖ, ଦୀପଟି ଏ ପର୍ଯ୍ୟନ୍ତ ଉଜ୍ଜ୍ୱଳ ଅଛି। ମୁଁ ମୋର କାର୍ଯ୍ୟରେ ସଫଳ ହୋଇଗଲି। ନାରଦ ଖୁସିରେ ନାଚିବାକୁ ଲାଗିଲେ। ସେହି ସମୟରେ ବିଷ୍ଣୁ କହିଲେ କି, ହେ ମହର୍ଷି ନାରଦ, ତମେ ସଂସାର ଭ୍ରମଣ କରୁଥିବା ସମୟରେ କେତେଥର ମୋ କଥା ସ୍ମରଣ କଲ ଏବଂ କେତେଥର ମୋ ନାମକୁ ଧରିଲ? ନାରଦ ସେ କଥା ଶୁଣି କହିଲେ, ମୁଁ ତ ତମ କାର୍ଯ୍ୟରେ ବ୍ୟସ୍ତ ଥିଲି। ମୋର ଧ୍ୟାନ ଏ ଦୀପ ଉପରେ ସର୍ବଦା ଥିଲା। ମୁଁ ତମ ନାମକୁ ଉଚ୍ଚାରଣ କରିବା ଭୁଲିଗଲି ପ୍ରଭୁ। ମୁଁ ଗୋଟିଏ ଥର ବି ତମ ନାମକୁ ସ୍ମରଣ କରିନାହିଁ। ସେ କଥା ଶୁଣି ବିଷ୍ଣୁ ହସିଲେ ଏବଂ କହିଲେ, ତମେ ଗୋଟିଏ ଜ୍ଞାନୀ, ପଣ୍ଡିତ, ମହାବିଦ୍ୱାନ ଏବଂ ତମେ ସ୍ୱୟଂ ମହର୍ଷି ନାରଦ ହୋଇ ମଧ୍ୟ ମୁଁ ଦେଲା କାର୍ଯ୍ୟରେ ବ୍ୟସ୍ତ ରହି ମୋର ନାମକୁ ଭୁଲିଗଲ। କିନ୍ତୁ ସେ ଲୋକ ଗୋଟିଏ ଅଜ୍ଞାନୀ, ମୂର୍ଖ ଏବଂ ଗୋଟିଏ ଗରିବ ମଣିଷ। ତାପରେ ବି ସେ ଦୁଃଖରେ ହେଉ କିମ୍ବା ସୁଖରେ ଯେତେ ବି କାର୍ଯ୍ୟ ଥାଉ ମୋର ନାମକୁ ଭୁଲେ ନାହିଁ, ବାରମ୍ବାର ସ୍ମରଣ କରେ ଏବଂ ସଦାବେଳେ ତାର ମନରେ ମୋ ପ୍ରତି ଭକ୍ତି ରଖିଥାଏ। ତାର ଭକ୍ତି ମୋର ହୃଦୟକୁ ବିଚଳିତ କରିଦିଏ। ହେ ନାରଦ, ମୁଁ ଆଜି ତମକୁ ଗୋଟିଏ କଥା କହୁଛି, ସର୍ବଦା ମନେ ରଖିଥିବ। ଯଦି ଗୋଟିଏ ବ୍ୟକ୍ତି 100ଟି ନଡ଼ିଆ, 1000 ଫୁଲ ଫଳ, ଲକ୍ଷେ ଦୀପ ଜଲେଇ ପୂଜା କରିବ, କିନ୍ତୁ ମନରେ ଭକ୍ତିଭାବ ନଥିବ, ତ ସେ ପୂଜାପାଠ ଭକ୍ତିରେ ମୁଁ ଖୁସି ହୋଇ ନଥାଏ। କିନ୍ତୁ ସେହି ସ୍ଥାନରେ ଗୋଟିଏ ବ୍ୟକ୍ତି ତା ଜୀବନରେ ପ୍ରତ୍ୟେକଟି ସମୟରେ ଭକ୍ତିଭାବ ରଖି ମୋର ନାମ ନେବ, ସ୍ମରଣ କରିବ, ମୋତେ ଦୁଃଖରେ ସୁଖରେ ସ୍ମରଣ କରିବ, ତ ପୂଜାପାଠର କିଛି ଆବଶ୍ୟକ ନଥାଏ। ମୁଁ ତା ପ୍ରତି ସର୍ବଦା କରୁଣାର ହାତ ବଢ଼ାଇଥାଏ। ମନରେ ସବୁ ଜୀବ ପ୍ରତି ଦୟାଭାବ ଥିବ, ବଡ଼ ଲୋକଙ୍କୁ ସମ୍ମାନ ଦେବ, ପିତାମାତା ଗୁରୁଜନଙ୍କ ଆଦର କରିବ ଏବଂ ସର୍ବଦା ମୋର ନାମ ନେଉଥିବ, ସେହିପରି ବ୍ୟକ୍ତି ବିନା ପୂଜା ପାଠରେ ବି ମୋତେ ପାଇପାରିବେ। ନାରଦ ସେ କଥା ଶୁଣି ନିଜର ଭୁଲକୁ ବୁଝିଗଲେ ଏବଂ ଖୁସି ହୋଇ ଭଗବାନ ବିଷ୍ଣୁଙ୍କୁ କ୍ଷମା ପ୍ରାର୍ଥନା କରି ଚାଲିଗଲେ। ତ ବନ୍ଧୁଗଣ,
ଆମ ନିଜ ଭିତରେ ଭଗବାନ ବାସ କରନ୍ତି, କିନ୍ତୁ ତାକୁ ଆମେ ମନ୍ଦିର, ମସଜିଦ, ଗୁରୁଦ୍ୱାର ଯାଇ ପାଇବା ପାଇଁ ପୂଜା କରୁ। କିନ୍ତୁ ଏ ମନ୍ଦିର, ମସଜିଦ, ଗୁରୁଦ୍ୱାର ତାଙ୍କୁ ସ୍ମରଣ କରିବା ପାଇଁ ଖୋଲା ଯାଇଛି, ପାଇବା ପାଇଁ ନୁହେଁ। ଯଦି ଭଗବାନଙ୍କୁ ପାଇବାକୁ ଚାହୁଁଛ ତ ପ୍ରଥମେ ନିଜ ଭିତରେ ଦୟା, ପ୍ରେମ, ସ୍ନେହ, ଭକ୍ତିଭାବ ଭରିକି ରଖ ଏବଂ ସବୁବେଳେ ହୃଦୟରୁ ଭଗବାନଙ୍କୁ ସ୍ମରଣ କର। ଯଦି ଏହି କାହାଣୀଟି ଭଲ ଲାଗିଥାଏ ତ ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମୋ ବୁଦ୍ଧାୟ।